ଏହି ଚିତ୍ରଗୁଡ଼ିକ ଓଡ଼ିଶାର କୃଷକ ସାଥୀମାନଙ୍କର ଦୁର୍ଦ୍ଦଶା ଏବଂ ସେମାନଙ୍କର ନ୍ୟାଯ୍ୟ ଦାବି ବିଷୟରେ ଏକ ସୂଚନାଧର୍ମୀ ବିବରଣୀ ପ୍ରଦାନ କରୁଛି। ଏଥିରେ ସେମାନଙ୍କର ବର୍ତ୍ତମାନର ସମସ୍ୟା ଏବଂ ଉନ୍ନତି ପାଇଁ ସରକାରଙ୍କ ନିକଟରେ କରାଯାଇଥିବା ଅନୁରୋଧକୁ ଦର୍ଶାଯାଇଛି। ଏହାର ସାରାଂଶ ତଳେ ଦିଆଗଲା। 1. ବର୍ତ୍ତମାନର ଗୁରୁତର ସମସ୍ୟା। ଅଳ୍ପ ପାରିଶ୍ରମିକ। କୃଷକ ସାଥୀମାନଙ୍କୁ ମାସିକ ମାତ୍ର 1500 ଟଙ୍କା ମିଳୁଛି, ଯାହାକି ଦୈନିକ ମାତ୍ର 50 ଟଙ୍କା। ଏହି ସ୍ୱଳ୍ପ ଟଙ୍କାରେ ପରିବାର ଚଳାଇବା ଓ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ତୁଲାଇବା ଅସମ୍ଭବ ହୋଇପଡ଼ିଛି। ପରିଚୟ ଓ ସମ୍ମାନର ଅଭାବ। ସେମାନଙ୍କ ପାଖରେ ନିଜସ୍ୱ ସରକାରୀ ପରିଚୟପତ୍ର ନଥିବାରୁ ସେମାନେ ସମାଜରେ ଅବହେଳିତ ହେଉଛନ୍ତି। ବୀମା ଓ ସୁରକ୍ଷା ଶୂନ୍ୟ। କ୍ଷେତରେ କାମ କରିବା ସମୟରେ ବିଭିନ୍ନ ବିପଦ ଥିଲେ ମଧ୍ୟ ସେମାନଙ୍କ ପାଇଁ କୌଣସି ସ୍ୱାସ୍ଥ୍ୟ ବା ଦୁର୍ଘଟଣା ବୀମାର ସୁବିଧା ନାହିଁ। 2. ଉନ୍ନତି ପାଇଁ ପ୍ରମୁଖ ଦାବି। ମାସିକ ଭତ୍ତା ବୃଦ୍ଧି। ବାର୍ଷିକ ପ୍ରୋତ୍ସାହନ ବଦଳରେ ସେମାନଙ୍କୁ ମାସିକ 8000ରୁ 10000 ଟଙ୍କା ସ୍ଥାୟୀ ସ୍ଥିର ଭତ୍ତା ପ୍ରଦାନ କରିବାକୁ ଦାବି କରାଯାଇଛି। ଗ୍ରାମ୍ୟ କୃଷି ସହାୟକ ମାନ୍ୟତା। କୃଷକ ସାଥୀ ପଦବୀକୁ ପରିବର୍ତ୍ତନ କରି ଏକ ସମ୍ମାନଜନକ ସରକାରୀ ପରିଚୟ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି। ସାମାଜିକ ସୁରକ୍ଷା। ସମସ୍ତ କୃଷକ ସାଥୀଙ୍କୁ ସରକାରୀ ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ବୀମା ଅନ୍ତର୍ଭୁକ୍ତ କରିବାକୁ ଦାବି ହୋଇଛି। ନିଷ୍କର୍ଷ, ଏହି ପୋଷ୍ଟର ମାଧ୍ୟମରେ କୃଷକ ସାଥୀମାନେ ନିଜର ଦୁଃଖକୁ ସରକାର ଓ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି, ଯାହାଦ୍ୱାରା ସେମାନେ ଏକ ସମ୍ମାନଜନକ ଜୀବନ ଜୀଇଁପାରିବେ।